ବର୍ତ୍ତମାନର କିଛି ସମୟର ଖୁସିକୁ ନେଇକି ପୁରା ଭବିଷ୍ୟତକୁ ନଷ୍ଟ କରିବାର ଅର୍ଥ ଆପଣ ନିଜ ଜୀବନରେ କିଛି ବି ସଞ୍ଚୟ କରିନାହାନ୍ତି। ସଞ୍ଚୟର ଅର୍ଥ ମୁଁ ଧନ ସମ୍ପତ୍ତି କଥା କହୁନି। ସଞ୍ଚୟର ଅର୍ଥ ମୁଁ କୌଣସି ପଦପଦବୀର କଥା କହୁନି। ଅନେକ ମଣିଷ ଅଛନ୍ତି ଯେଉଁମାନେ ବର୍ତ୍ତମାନର କିଛି ସମୟର ଖୁସି ପାଇଁ ସେମାନେ ସମ୍ପୂର୍ଣ୍ଣ ଭାବେ ଭବିଷ୍ୟତକୁ ଜଳାଞ୍ଜଳି ଦେଇଥାନ୍ତି। ଯେମିତିକି ଯଦି ଏବେ ସେମାନେ ଚାହୁଁଛନ୍ତି କିଛି ଗୋଟେ ନୂଆ କରିବାକୁ, କିଛି ଗୋଟେ ଇନଭେଷ୍ଟ କରିବାକୁ, କିମ୍ବା କିଛି ଗୋଟେ କୌଣସି ପ୍ରକାର ଜିନିଷ କିଣିବାକୁ, କିମ୍ବା ଯାହା ବି ହଉ, ସେ ସବୁ କ୍ଷେତ୍ରରେ ଯେତିକି ସେମାନେ ଇନଭେଷ୍ଟ କରନ୍ତି ସେତିକି ସେମାନେ ଭବିଷ୍ୟତକୁ ଦେଖନ୍ତି ନାହିଁ। ଯେଉଁଥିପାଇଁ ସବୁବେଳେ ସେମାନେ ଭବିଷ୍ୟତରେ ଏତେ ମାତ୍ରାରେ ହଇରାଣ ହୁଅନ୍ତି ଯେ ପୁଣି ଥରେ ଚାହିଁଲେ ବି ଅତୀତକୁ ସେମାନେ ଫେରି ପାରନ୍ତି ନାହିଁ। ସେଇଥିପାଇଁ ତ ସବୁବେଳେ କହୁଛି, କେବେ ବି ବର୍ତ୍ତମାନର ଖୁସି ପାଇଁ ଭବିଷ୍ୟତକୁ ନଷ୍ଟ କରିଦିଅନ୍ତୁ ନାହିଁ, କିମ୍ବା ଭବିଷ୍ୟତର ଦୁଃଖକୁ ନିଜେ ନିଜେ ଜାଣି ତାକୁ ଆପଣ ଆବୋରି ନିଅନ୍ତୁ ନାହିଁ। ଏଇ ତ ଜୀବନର କଥା।